ଓଡ଼ିଶାର ବରଗଡ଼ରେ ସର୍ବବୃହତ୍ ଓପନ୍ ଏୟାର ଥିଏଟର ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ଜାନୁଆରୀ 3ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଏକ ନୂତନ କଂସ ମନୋନୀତ ହେଉଛନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭୁବନେଶ୍ୱର ପ୍ରଧାନ। ଭୁବନେଶ୍ୱର ନାଁ ଶୁଣି ଭାବନ୍ତୁ ନାହିଁ ଆମ ରାଜଧାନୀ ଭୁବନେଶ୍ୱର ବୋଲି। 2025ରେ ହେବାକୁ ଥିବା ବରଗଡ଼ ଧନୁଯାତ୍ରାରେ ଯିଏ କଂସ ଭୂମିକାରେ ଅଭିନୟ କରିବେ ତାଙ୍କର ନାଁ ହେଉଛି ଭୁବନେଶ୍ୱର ପ୍ରଧାନ। ସେ 2020ରେ ଶେଷ ଥର ପାଇଁ କଂସ ଭୂମିକାରେ ଅଭିନୟ କରିଥିଲେ। ଏ ବର୍ଷ ଅଡ଼ିସନରେ 3 ଜଣ ଜୁରି କମିଟି ଥିଲେ। ଏହି ଜୁରି କମିଟିର ଚୟନ ପ୍ରକ୍ରିୟାରେ ଭୁବନେଶ୍ୱର ପ୍ରଧାନଙ୍କୁ ସିଲେକ୍ଟ କରାଯାଇଛି। କଂସ ଭୂମିକା ପାଇଁ ଟୋଟାଲ 4 ଜଣ ପ୍ରତିଯୋଗୀ ଥିଲେ। ଅନ୍ୟ 3 ଜଣ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଭୁବନେଶ୍ୱର ପ୍ରଧାନ 2025ରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଏକ ନୂତନ କଂସ ଭାବରେ ମନୋନୀତ ହୋଇଛନ୍ତି। ଆପଣମାନଙ୍କୁ କହି ରଖିବାକୁ ଚାହେଁ, ଜାନୁଆରୀ 3ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଉ ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଆପଣମାନେ ଜାଣିଛନ୍ତି ତାହେଲେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କେତେ ଦିନ ପର୍ଯ୍ୟନ୍ତ ଚାଲିଥାଏ? ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।